ଆପଣ ମାନଙ୍କୁ ସ୍ୱାଗତ ଆପଣଙ୍କର ପ୍ରିୟ ୟୁଟ୍ୟୁବ ଚ୍ୟାନେଲ ଏମଜେ ସ୍ମାଇଲ ୱାର୍ଲ୍ଡ କୁ। ଆଜିର ଭିଡିଓଟି ଆପଣ ମାନଙ୍କ ପାଇଁ ରହିଛି ଭୋଟର ସର୍ଭିସ ରିଲେଟେଡ। ତ ଆପଣ ମାନେ କିପରି ଆପଣଙ୍କର ଭୋଟର ସ୍ଲିପ୍ ଟିକୁ ଡାଉନଲୋଡ କରିବେ, ତ ଭିଡିଓଟି ଆପଣ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିଶ୍ଚିତ ରୂପେ ଆପଣ ମାନଙ୍କ ପାଇଁ ଇନଫର୍ମେଟିଭ ରହିବ। ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗେ ଭିଡିଓଟି ଲାଇକ୍ କରିବେ, ସେୟାର କରିବେ, ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ତ ଦେଖନ୍ତୁ, ଆପଣ ସିମ୍ପଲି ଆପଣଙ୍କର ବ୍ରାଉଜରଟିକୁ ଓପନ କରିବେ। ଓପନ କରିବା ପରେ voters.eci.gov.in ଆପଣ ସର୍ଚ୍ଚ କରିବେ। ସର୍ଚ୍ଚ କରିବା ପରେ ଭୋଟର ସର୍ଭିସ ପୋର୍ଟାଲର ହୋମ ପେଜଟି ଆପଣଙ୍କର ମୋବାଇଲରେ ବା ଆପଣଙ୍କର ଡେସ୍କଟପ୍ ରେ ଯାହା ବି ଆପଣ ଯୋଉଠି ସର୍ଚ୍ଚ କରୁଛନ୍ତି ଓପନ ହେଇଯିବ। ତ ସିମ୍ପଲି ଆପଣ ଏଠି ସର୍ଚ୍ଚ ଇନ୍ ଇଲେକ୍ଟୋରାଲ ଅପସନ୍ ଅଛି, ଆପଣ ଏହା ଉପରେ କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ଏଠି ଆପଣଙ୍କର ସର୍ଚ୍ଚ ଇନ୍ ଇଲେକ୍ଟୋରାଲ, ଏଠି ଆପଣ ଇପିକ୍ ନମ୍ବରଟି ଟାଇପ୍ କରିବେ। ଟାଇପ୍ କରିବା ପରେ ଏଠି ଷ୍ଟେଟ୍ ସିଲେକ୍ଟ କରିବେ। ଦେନ୍ ଏଠି କ୍ୟାପଚା କୋଡଟିକୁ ନିର୍ଭୁଲ ଭାବେ ଟାଇପ୍ କରିବେ। ଟାଇପ୍ କରିବା ପରେ ସର୍ଚ୍ଚ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ଏଠି ଆପଣଙ୍କ ରେଜଲ୍ଟଟି ଶୋ କରିବ। ଦେନ୍ ଏଠି ଭ୍ୟୁ ଡିଟେଲ୍ସ ଅପସନ୍ ଅଛି, ଆପଣ ଏହା ଉପରେ କ୍ଲିକ୍ କରିବେ। କ୍ଲିକ୍ କରିବା ପରେ ଏଠି ଆପଣଙ୍କର ଫାର୍ଷ୍ଟ ନେମ୍, ଲାଷ୍ଟ ନେମ୍, ରିଲେଟିଭ୍ସ ନେମ୍, ତା ସହିତ ଆପଣଙ୍କର ଏଜ୍, ଦେନ୍ ଆପଣଙ୍କର ଜେଣ୍ଡର, ଇପିକ୍ ନମ୍ବର, ଷ୍ଟେଟ୍, ଦେନ୍ ଆପଣଙ୍କର କନଷ୍ଟିଚୁଏନ୍ସି और ପାର୍ଲିଆମେଣ୍ଟାରୀ କନଷ୍ଟିଚୁଏନ୍ସି ନେମ୍, ତା ସହିତ କନଷ୍ଟିଚୁଏନ୍ସି ନମ୍ବର ଏବଂ ଆସେମ୍ବଲି କନଷ୍ଟିଟ୍ୟୁସନ ନେମ୍ ରହିଛି। ଓକେ, ଏଠି ଆପଣଙ୍କର ପୋଲିଂ ଷ୍ଟେସନର ନେମ୍ ରହିଛି, ପାର୍ଟ ନମ୍ବର ରହିଛି, ପାର୍ଟ ସିରିयल ନମ୍ବର ରହିଛି, ତା ସହିତ ପୋଲିଂ ଡେଟ୍ ରହିଛି। ଦେନ୍ ଏଠି ଆପଣଙ୍କର ସିଓ, ଡିଓ, ଇଆରଓ ଏବଂ ବିଏଲଓଙ୍କର ନମ୍ବର ମଧ୍ୟ ଏଠି ରହିଛି। ଓକେ, ତ ଏଇଭଳି ଭାବେ ଆପଣମାନେ ଆପଣଙ୍କର ଭୋଟର ସ୍ଲିପଟିକୁ ପ୍ରିଣ୍ଟ ବାହାର କରିପାରିବେ। ଏଠି ଆପଣଙ୍କର ଭୋଟର ପ୍ରିଣ୍ଟ ଇନଫରମେସନ ଗୋଟେ ରହିଛି। ଓକେ, ଆପଣ ଏହା ଉପରେ କ୍ଲିକ୍ କରିବେ। ଦେନ୍ ଆପଣଙ୍କର ଭୋଟର ସ୍ଲିପଟିକୁ ଆପଣ ଇଜିଲି ଡାଉନଲୋଡ କରିପାରିବେ। ଏଠି ଆପଣଙ୍କର ପୋଲିଂ ଡେଟ୍ ମଧ୍ୟ ରହିଛି। ଓକେ, ହୋପ ଏ ଭିଡ଼ିଓଟି ନିଶ୍ଚିତ ରୂପେ ଆପଣମାନଙ୍କ ପାଇଁ ଇନଫର୍ମେଟିଭ ରହିଥିବ। ଧନ୍ୟବାଦ।